जय माँ मंगला। এই ভিডিଓ ମାଧ୍ୟମରେ ଆପଣମାନେ ସମସ୍ତେ କାକଟପୁରରେ ଅଧିଷ୍ଠାତ୍ରୀ ମା ମଙ୍ଗଳାଙ୍କର ବେଶ ଦର୍ଶନ କରିପାରିବେ। ସର୍ବପ୍ରଥମେ ଚାଲନ୍ତୁ ମାଙ୍କର ବେଶ ଦର୍ଶନ କରିବା। ଦର୍ଶନ କରିକି ହୃଦୟରୁ ମାଙ୍କୁ ପ୍ରଣାମ ଜଣାଇବା। ମା ଆମର ପ୍ରଣାମ ଗ୍ରହଣ କରନ୍ତୁ। ଆପଣମାନେ ମାଙ୍କୁ ପ୍ରଣାମ ଜଣାଇ ସାରିକି ଆପଣଙ୍କର ମନର କଥାକୁ ଜଣାନ୍ତୁ, ଆପଣଙ୍କର ଦୁଃଖକୁ ଜଣାନ୍ତୁ। ମା ନିଶ୍ଚିନ୍ତ ଆପଣଙ୍କର ଦୁଃଖ ଦୂର କରିଦେବେ। ମା କେବେ ବି ସନ୍ତାନର ଦୁଃଖ ସହିପାରନ୍ତିନି। ମାକୁ ସେଥିପାଇଁ କୁହାଯାଏ ଦୁଃଖ ହାରିଣୀ ବିପଦ ନାଶିନୀ ମା। ମା କେବେ ବି ସହିପାରିବେନି ତା ଛୁଆ କାନ୍ଦୁଥିଲେ। ଛୁଆ ଯେତେବେଳେ ମନ ଭାଙ୍ଗିଯାଏ, ମନ ଯେତେବେଳେ ଦୁଃଖ କରି ବସେ, କେବେ ବି ସେ ସନ୍ତାନର ଦୁଃଖ ମା ସହିପାରିବେନି। ଆପଣ ଭକ୍ତିର ସହିତ ବିଶ୍ୱାସର ସହିତ ମାଙ୍କୁ ଡାକନ୍ତୁ। ମା ନିଶ୍ଚିନ୍ତ ଆପଣଙ୍କ ଦୁଃଖ ଦୂର କରିଦେବେ। ଜୟ ମା ମଙ୍ଗଳା। ଭକ୍ତଙ୍କର ମଙ୍ଗଳ ହେଉ ମା।